ନା ଧର ଟିକେ ଭଏସ ଟିକେ ପତଳା ଅଛି ମାନେ ସିଂହ ବି କଲେ ଟିକେ ମାନେ କଣ ଭଏସ ଟିକେ ଗମ୍ଭୀରତା ପଳେଇ ଆସିବ। ଓକେ, ମାନେ ସେମାନେ କଣ କୁହନ୍ତି ସିଂହ ହଉ ବା ହମିଂ କଲେ ଯଦି ଆପଣ କରିଦେବେ ମାନେ ଲଗାତାର ହମ୍ ଏମିତି ବି କଲେ ଟିକେ ଭଏସରେ କଣ ନା ଗମ୍ଭୀରତା ଆସିବ। ଯେମିତି ଆପଣ ଦେଖନ୍ତୁ ଅରିଜିତ ସିଂର ଆରମ୍ଭ ଯୋଉ ଗୀତ ଗାଉଥିଲେ ଏବେ ଦେଖନ୍ତୁ ତ ଡିଫରେନ୍ସ ଅଛି ବିକଜ ଡ୍ୟୁ ଟୁ ସେ ନିଜ ଭଏସରେ କାମ କଲେ। ସେ କହୁଛନ୍ତି ନା ଯେ ମୋର ମାନେ अपने ଭଏସ को तोड़ा है ତ ସେ ବାରମ୍ବାର ଅଭ୍ୟାସ କରିକି ତାଙ୍କ ଭଏସର ମ୍ୟାଚୁରିଟି ଆସି ଯାହାକି ଆରମ୍ଭରୁ ନଥିଲା ଷ୍ଟେଜରେ। ସେମିତି ଭଏସରେ କାମ କରାଯାଏ, ଭଏସକୁ ଚେଞ୍ଜ କରାଯାଏ, ମାନେ ମାନେ କଣ ମାନେ ପଲିସିଂ କରାଯାଏ। ବଢିଆ, ଭେରି ଗୁଡ। ତାକୁ ଆଉ ଫିନିସିଂ କରିବେ। ओके सर। ହଁ ପୁରା ଫିନିସିଂ ମାନେ ପୁରା କୋଇଲ ଦେଖିବେ ତାର ହଉଛି ଯେତେ ମୁଁ ଭାବିଛି କୋଇଲ ହଉଛି ନିଷାଦ ନି ରେ ସେ କାମ କରେ ମତେ ଲାଗେ ହେଲା କି ସାଉଣ୍ଡ ପୁରା ନି ଦେଖିଏ ନି ପୁରା ପୁରା ମାରିଦେ ତାନପୁରାରେ ହାରମୋନିୟମ ତା ନି ପୁରା ମିଶି ଯାଉଛି ଆଉ ପୁରା सर ଗୋଟାରେ ପୁରା ସ୍କେଲିଂ ହୁଏ ଆଉ ଗୋଟେ ପୁରା ମଧୁର ଶୁଭେ କୋଇଲଟା। ଆପଣ ଲାଷ୍ଟ କ୍ଲାସ ଆର କ୍ଲାସରେ ମୁଁ ଦେଖିବେ କୋଇଲି କରିକି। ପ୍ରଥମ କଥା ଆପଣ ଲିସନିଂ କରନ୍ତୁ ଏବେ ଯାହା କହୁଛି ସମସ୍ତଙ୍କ ପାଇଁ सर କହୁଛି ସମସ୍ତଙ୍କ ପାଇଁ ହେଲା ସାରଙ୍କ ପାଇଁ ବି ସମସ୍ତ। ପ୍ରଥମ କଥା କୌଣସି ଆକ୍ଟରକୁ କପି କରିବା ବନ୍ଦ କରିଦିଅନ୍ତୁ ହେଲା କି ठीक है सर। ଆପଣଙ୍କର ହଁ ଆପଣଙ୍କର ସେ ଫ୍ୟାନ ହୁଅନ୍ତୁ ଭଗବାନ ହୁଅନ୍ତୁ କି सर ଆଇକନ ହୁଅନ୍ତୁ ଯିଏ ବି ହୁଅନ୍ତୁ ଓକେ ଫାର୍ଷ୍ଟ ଅଫ ଅଲ୍। ସେକେଣ୍ଡ ଥିଙ୍ଗ ଆପଣଙ୍କ ନିଜସ୍ୱ ଯାହା ଅଛି ନିଜସ୍ୱ ଯଦି ନ ଅଛି ଆପଣ ଯୋଉ ପାରିପାର୍ଶ୍ୱିକ ଯୋଉ ଲୋକମାନେ ଅଛନ୍ତି ଓକେ ତାକୁ ଦେଖିପାରିବେ ବା ଯଦି ଆପଣ ଯଦି ଘରେ ଅଛନ୍ତି ୟୁଟ୍ୟୁବ ମଧ୍ୟ ଅଛି ତାକୁ ଦେଖିପାରିବେ ଓକେ ତାକୁ सर ଦେଖି ଆପଣ ତାକୁ ହୁଏତ କପି କଲେ ବେଟର ହବ ବିକଜ ଯାହା କିଛି ହେଇଯାଇଛି ଘଟି ଯାଇଛି ତାକୁ ଯଦି ମୁଁ କରିବି ହୁଏତ ଲୋକ ତାକୁ ନେବେ ନାହିଁ। ଦେଖାଗଲା ମୁଁ यस ଆସ୍ତା सर। ଓକେ ଫାଇନ। हाँ ଅର୍ଥ ହଉଛି କଣ देखो ମୁଁ କାହିଁ ଦେଖେଇଲି ବିକଜ ସେ ଘଣ୍ଟା ବର୍ତ୍ତମାନ ଡେଟରେ କେହି ପିନ୍ଧୁନାହାନ୍ତି ବା ଯିଏ ପିନ୍ଧୁ ବା ମତେ ପସନ୍ଦ ନୁହଁ ବର୍ତ୍ତମାନ ମୁଁ 1 ଘଣ୍ଟା ପିନ୍ଧୁଛି ସ୍ମାର୍ଟ ୱାଚ ଓକେ ମୋ କହିବା ପଏଣ୍ଟ ହଉଛି କଣ କମ୍ପାନୀ ଯଦି ସେଇ ଘଣ୍ଟା ବାରମ୍ବାର କାଢିବ ଲୋକ ନେବେ କି ଆଉ ନେବେନି ଆଡଭାନ୍ସ କଲା ଲୋକ କିଣିଲେ ସେମିତି ଯୋଉ ପ୍ୟାଟର୍ନ ଚାଲିଥିଲା ଆଗରୁ ଅଭିନୟରେ ସେ ପ୍ୟାଟର୍ନ ଚାଲୁନି ଆଉ ଆପଣ ଯଦି ତାକୁ ବର୍ତ୍ତମାନ କପି କରିବେ ତାହେଲେ ଆପଣ ଆଡଭାନ୍ସ ନାହାନ୍ତି। ଏବେ କଣ ଚାଲୁଛି ଆପଣ ବୁଝିବାକୁ ପଡିବ ଏବେର ମାର୍କେଟରେ କଣ ଚାଲିଛି